ଆଜିର ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଦେଶର ପ୍ରଚଳିତ ମୁଦ୍ରା ବିଷୟରେ ଜାଣିବା। ପ୍ରଥମ ପ୍ରଶ୍ନ ରହିଛି, ପାନାମାରେ ପ୍ରଚଳିତ ମୁଦ୍ରାକୁ କ'ଣ କହନ୍ତି? ଉତ୍ତର ହେଉଛି ବାଲବୋଆ। ପରବର୍ତ୍ତୀ ପ୍ରଶ୍ନ, ସାଉଦି ଆରବର ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ରିଆଲ। ପରବର୍ତ୍ତୀ ପ୍ରଶ୍ନ, ଦକ୍ଷିଣ ଆଫ୍ରିକାର ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ରାଣ୍ଡ। ଗୁଏନାରରେ ପ୍ରଚଳିତ ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ଫ୍ରାଙ୍କ CFA। ଗିମ୍ବିଆରେ ପ୍ରଚଳିତ ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ତାଲାସି। ପରବର୍ତ୍ତୀ ପ୍ରଶ୍ନ, ଗ୍ୱାଟେମାଲାରେ ପ୍ରଚଳିତ ମୁଦ୍ରାର ନାମ କ'ଣ? ଉତ୍ତର କ୍ୱିଜାଲ। ଘାନାରେ ପ୍ରଚଳିତ ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି କେଜି। ପରବର୍ତ୍ତୀ ପ୍ରଶ୍ନ, ହଙ୍ଗେରୀରେ ପ୍ରଚଳିତ ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ଫରିଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ହଣ୍ଡୁରାସର ମୁଦ୍ରାକୁ କ'ଣ କହନ୍ତି? ଉତ୍ତର ହେଉଛି ଲେମ୍ପିରା ଓ ପେସେ। ଗୋର୍ଡେରେ ପ୍ରଚଳିତ ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ହାଇତିର। ପରବର୍ତ୍ତୀ ପ୍ରଶ୍ନ, କାମ୍ବୋଡିଆର ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ରିଏଲ। ପରବର୍ତ୍ତୀ ପ୍ରଶ୍ନ ରହିଛି, ଆଲଜେରିଆରେ ପ୍ରଚଳିତ ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ଡିନାର। ପରବର୍ତ୍ତୀ ପ୍ରଶ୍ନ, ଆର୍ଜେଣ୍ଟିନାର ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ଅଷ୍ଟାଲ। ପରବର୍ତ୍ତୀ ପ୍ରଶ୍ନ, ବୁଲଗେରିଆର ମୁଦ୍ରାର ନାମ କ'ଣ? ଉତ୍ତର ହେଉଛି ଲେଭ।